আরে ভিডিও করি মানে কোন আমি কোন লন্ডন ইংল্যান্ড ଯିବା না কোন এইটি আমার ওড়িশারে ଆମ ଗାଁ ଆମ ଟାଉନ ଭିତରେ ଆମେ ଭିଡ଼ିଓ କରିବା ବଢିଆ ବଢିଆ ଜାଗା ଅଛି ଆମର ଆମ ଘରେ ଏବେ ଭିଡ଼ିଓ କରିବା ପଖାଳ ଖାଇବା ଆଳୁ ପୋଡ଼ା ଖାଇବା ବାଇଗଣ ଚକଟା ଖାଇବା ଭାତ ଡାଲି କରିବା ଏଇ ଯୋଉ ମାଛ ଚିକେନ କରୁଛେ ଏଇ ସବୁ ଖାଇକି ବ୍ଲଗ କର। ନମସ୍କାର ଜୟ ଜଗନ୍ନାଥ। ଆଚ୍ଛା ଆପଣମାନେ ୟୁଟ୍ୟୁବରେ ଭିଡ଼ିଓ କରୁଛନ୍ତି ବା ଆପଣଙ୍କ ଫ୍ୟାମିଲିରେ କିଏ ବି ୟୁଟ୍ୟୁବରେ ବ୍ଲଗ ଫ୍ଲଗ କରୁଛନ୍ତି ଆପଣଙ୍କ ସାଙ୍ଗସାଥି ମାନେ କି ୟୁଟ୍ୟୁବରେ ବ୍ଲଗ କରୁଛନ୍ତି ନିହାତି କରୁଥିବେ। ତ ଯଦି କରୁଛନ୍ତି ଆପଣଙ୍କ ଫ୍ରେଣ୍ଡ ସର୍କଲ ଭିତରେ ରିଲେଟିଭ ଭିତରେ ମୋର ଗୋଟେ କଥା ଆପଣମାନଙ୍କୁ କହିବି ନିହାତି ଭାବରେ ଆପଣମାନେ ଦେଖି ସେ କଥା କାମରେ ଲଗେଇବେ। କ'ଣ ଆପଣମାନେ ଦେଖିଥିବେ ୟୁଟ୍ୟୁବ ଅଛି ମାନେ ଘରେ ଯିଏ ବି ହେଲେ ଜଣେ ଲାଇଭ୍ ଖୋଲୁଥିବେ ସବୁଦିନ ସକାଳେ ସନ୍ଧ୍ୟାବେଳେ ଖରାବେଳେ ତା ଭିତରେ ଆହୁରି ଥରେ ଦିଥର କମ୍ପଲସରି ଲାଇଭ୍ ଖୋଲୁଥିବେ। ଲାଇଭଟା ମୋବାଇଲ ଅନ୍ କରିଦେବା ଲାଇଭ୍ ଷ୍ଟ୍ରିମ୍ ଖୋଲିଦେବା ଭିଡ଼ିଓ କରିଦେବା ଦେ ବସିବା ହ୍ୟାଲୋ ହାଏ ଭାଇ ଜୟ ଜଗନ୍ନାଥ ଭାଇ ମର୍ଣ୍ଣିଂ କେମିତି ଅଛ ଯେଉଁମାନେ ଲାଇଭ୍ରେ ଅଛ ନୂଆ ଲାଇକ୍ କର ସପୋର୍ଟ କର ଆମକୁ ସମସ୍ତେ ମୋତେ ସବସ୍କ୍ରାଇବ୍ କର ମୁଁ ରିଟର୍ନ ଦେବି ଏଇଆ ନା ନିହାତି କହୁଥିବେ ଏଇଆ ଭାଇ ଏମିତି କଲେ କିଛି କରିହେବନି। ୟୁଟ୍ୟୁବରେ ଗ୍ରୋ କରିବାର ଯଦି ଅଛି ଯଦି ୟୁଟ୍ୟୁବରେ ସଫଳ ହେବାକୁ ଚାହୁଁଛନ୍ତି ବା ୟୁଟ୍ୟୁବରେ ଚ୍ୟାନେଲଟା ଶୀଘ୍ର ମନିଟାଇଜ୍ କରିବାକୁ ଚାହୁଁଛନ୍ତି ତାହେଲେ ନିଶ୍ଚିତ ଭାବରେ ଯେଉଁଟା କହୁଛି ଏବେ ଶୁଣନ୍ତୁ ନିହାତି ଆପଣଙ୍କର କାମରେ ଆସିବ ଭାଇ ଅଳ୍ପ ଟିକେ ନା ବି ହେଲେ ବି କାମରେ ଆସିବ ମୋ କଥା ଟିକେ ମନ ଦେଇ ଶୁଣନ୍ତୁ। ଏ ଲାଇଭ୍ ପଛରେ ଜମା ପଡ଼ ନା ଦେଖିବେ ଆପଣ ଯିଏ ରେଗୁଲାର ଲାଇଭ୍ ଆଉଛି ତା ଚ୍ୟାନେଲ ଡାଉନ୍ ଏଇସବୁ ସିଷ୍ଟମ୍ ଭଲ ନୁହେଁ। ତାର ପ୍ରକୃତ ସିଷ୍ଟମ୍ କ'ଣ ଜାଣ ୟୁଟ୍ୟୁବରେ ଭିଡ଼ିଓ ଅପଲୋଡ଼ କର ୟୁଟ୍ୟୁବ କାହାକୁ ସପୋର୍ଟ କରିବ ତମେ ଲାଇଭ୍ କରୁଛ ଜଣେ ଭିଡ଼ିଓ ଡେଲି ଅପଲୋଡ଼ କରୁଛି ଆଚ୍ଛା କହିଲେ ୟୁଟ୍ୟୁବ କାହାକୁ ଗ୍ରୋ କରିବ ତାର କାମ କ'ଣ ପବ୍ଲିକ୍ ଯାହାକୁ ପସନ୍ଦ କଲେ ୟୁଟ୍ୟୁବ ତାକୁ ପସନ୍ଦ କରିବ ପବ୍ଲିକ୍ ଯାହାକୁ ସପୋର୍ଟ କଲେ সোশ্যাল মিডিয়া তাকে সপোর্ট করবে এতে কিছু সন্দেহ নেই। তেণুকরি লাইভ ছাড় এই লাইভ ফাইভ কাম নুহে লাইভে আস সপ্তাহে থরে আস দুইথর আস কিন্তু এই যে হরদম লাইভে আসবা দিনକୁ 5 ଥର ଲାଇଭ୍ ଖୋଲି ବସିବା ସମସ୍ତଙ୍କୁ ଖାଲି ମେଞ୍ଚେ ସବସ୍କ୍ରାଇବ୍ ବଢ଼େଇବା ହଁ ମୁଁ ଗୋଟେ ଚ୍ୟାନେଲ୍ ଖୋଲିଛି ୟୁଟ୍ୟୁବ୍ ଚ୍ୟାନେଲ୍ ଆମ ଘର ପାଖରେ ଏତେ ଲୋକ ଅଛନ୍ତି ସାହିରେ ଏତେ ଲୋକ ଅଛନ୍ତି ଗାଁରେ ଏତେ ଲୋକ ସାଙ୍ଗସାଥି ବନ୍ଧୁବାନ୍ଧବ ସମାଜ ଜାଣିଛନ୍ତି ଆମ ଝିଅ ଆମ ବୋଉ ଆମ ପୁଅ ପୁରା ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିଛି କିନ୍ତୁ ୟୁଟ୍ୟୁବ୍ ଚ୍ୟାନେଲ୍ରେ ତା 50ଟା ସବସ୍କ୍ରାଇବର 100ଟା ସବସ୍କ୍ରାଇବର ତୋର 1K ହେଇନି ନା ନା ମୋତେ ଲାଜ ମାଡ଼ିବ ମୁଁ ଗୋଟେ ଯାହା ବିଲେ କହି ଲିଙ୍କ୍ ପଠାଇ ହ୍ୱାଟ୍ସଆପ୍ ଷ୍ଟାଟସ୍ ଦେଇ ସାଙ୍ଗସାଥିମାନଙ୍କୁ କହି ସବସ୍କ୍ରାଇବ୍ ମେଞ୍ଚା ବଢ଼େଇ ଦେଲେ ମୋ ଚ୍ୟାନେଲ୍ ଅଛି ୟୁଟ୍ୟୁବ୍ ସେ ଭାଇ କାମ ନୁହଁ ସେମିତି କିଛି କରିହେବନି ଲାଜ ମାଡ଼ୁ କ'ଣ ଅଛି ଆରେ ଭାଇ 30ଟା ସବସ୍କ୍ରାଇବ୍ ଥାଉ 50ଟା ସବସ୍କ୍ରାଇବ୍ ଥାଉ 50ଟା ସବସ୍କ୍ରାଇବ୍ରେ ଭିଡ଼ିଓ ପଳେଇବ 50,000 ଭିଉ ସତରେ ଦେଖନ୍ତୁ ଆପଣ ପରୀକ୍ଷା କରନ୍ତୁ 50,000 ଭିଉ ପଳେଇବ 50ଟା ସବସ୍କ୍ରାଇବର ଥିଲେ ଯଦି ଭିଡ଼ିଓ ଠିକ୍ ହେଇଥିବ ଆଉ ସଠିକ୍ ତରିକାରେ ଆପଣ ଭିଡ଼ିଓ ଅପଲୋଡ଼ କରିଥିବେ ଥମ୍ବନେଲ୍ ପରଫେକ୍ଟ କରିଥିବେ ଭାଇ ୟୁଟ୍ୟୁବ୍ ସମସ୍ତଙ୍କୁ ସପୋର୍ଟ କରିବ ୟୁଟ୍ୟୁବରେ କେହି ନାହିଁ ପର କେହି ନାହିଁ ନିଜର କିନ୍ତୁ ଭିଡ଼ିଓଟା ଭଳିଆ ଆମେ କରିବାର ଅଛି ଆଉ ଆମେ ଯେଉଁ ଖାଲି ଲାଇଭ୍ ଆସିବା ଲାଇଭ୍ ଯଦି କିଛି କରିହେବନି ଚ୍ୟାନେଲ୍ ଡାଉନ୍ ହେଇଯିବ କିଛି କରିହେବନି ସତରେ ବିଶ୍ୱାସ କରନ୍ତୁ ଆପଣମାନେ ମୋ କଥା ମୋତେ ବ୍ଲୁ ଦିଅ ମୁଁ ତୁମକୁ ଜଏନ୍ କରିବି ମୁଁ ତା ଚ୍ୟାନେଲ୍ ଚେକ୍ କରିଛି ଅମକ ଭାଇ ତାପରେ ହାଇଟ୍ ମାରିଦେଲ ସେ ମୋତେ ମିସ୍ବିହେଭ୍ କଲା ଏଇ ପାଲା ସବୁ ଚାଲିଛି ଏ ଭାଇ ଏରା ସବୁ ଟାଇମ୍ ପାସ୍ କରିବା କଥା ମୁଁ ଗୋଟେ ଚ୍ୟାନେଲ୍ ଖୋଲିଛି ଆପଣମାନେ ମୋତେ ଆସିକି ସପୋର୍ଟ କରନ୍ତୁ ମୋତେ ଏହା କରନ୍ତୁ ଆପଣଙ୍କ ଆଶୀର୍ବାଦ ରହିଲେ ମୁଁ ନିହାତି ଆଗକୁ ଯିବି ଏମିତି ଖାଲି ଗପିବା ସବୁଦିନ ଗପିବା ସପ୍ତାହକୁ ଗୋଟିଏ ଲେଖା ଭିଡ଼ିଓ କଲେ ଯେକୌଣସି ଭିଡ଼ିଓ କରନ୍ତୁ ଖାଅ ମାର୍କେଟ ଯାଅ ଠାକୁର ମନ୍ଦିର ବୁଲିବାକୁ ଯାଅ ପିକନିକ୍ ସ୍ପଟ୍ ଯାଅ ଟେକ୍ନିକାଲ ଯଦି କିଛି ଆପଣଙ୍କୁ ଜଣା ଅଛି ସେ ଟପିକ୍ରେ ଭିଡ଼ିଓ କର ଏଜୁକେସନାଲ ଭିଡ଼ିଓ କର ଏଇସବୁ ଭିଡ଼ିଓ କର ଦେଖିବ ନା ଘୁ ଘା ଭିଉ ଯିବ ଲୋକ ସମସ୍ତେ ଦେଖିବେ ଆଉ କିଛି ଭାଇ କଣ୍ଟେଣ୍ଟ କରିବାନି ଖାଲି ଲାଇଭ୍ ଆସିବା ଭିଡ଼ିଓର କିଛି ନାଁ କଥା ନାହିଁ ଭିଡ଼ିଓ ଗୋଟେ ନିଜ ଟପିକ୍ରେ ନିଜେ କହିକିରି ଭିଡ଼ିଓ କରିନଥିବା ସେମିତି କେମିତି ହେବ ଗୋଟେ ଭିଡ଼ିଓ ଅପଲୋଡ଼ କଲେ ଗୋଟେ ଯଦି ଭାଇରାଲ ହେଲା ସେଇ ଗୋଟିଏ ଭିଡ଼ିଓରେ ୱାଚ୍ ଆୱାର କମ୍ପ୍ଲିଟ୍ ସବସ୍କ୍ରାଇବର କମ୍ପ୍ଲିଟ୍ ଏକାଥରେ ମନିଟାଇଜ୍ ଆପ୍ଲାଏ କରିବ କିନ୍ତୁ ତୁମେ ଲାଇଭ୍ ଆସି ବର୍ଷେ 2 ବର୍ଷ 3 ବର୍ଷ ମୁଁ ଜଣ ଜଣକ ଦେଖୁଛି ଆପଣ ବିଶ୍ୱାସ କରିବେନି ଯାହା ଭଗବାନଙ୍କ ଦୟାରୁ ଆପଣମାନଙ୍କ ଆଶୀର୍ବାଦ ମୋର ଶୀଘ୍ର ହେଇଗଲା ସେ ଅଲଗା କଥା ମୁଁ ଦେଖୁଛି ମାନେ ଗତ ବର୍ଷକ ତଳେ ମୁଁ ଜଣଙ୍କ ସାଙ୍ଗେ କଥା ହେଉଥିଲି ଲାଇଭ୍ ଚାଟ୍ରେ ଏପର୍ଯ୍ୟନ୍ତ ତାର ମନିଟାଇଜ୍ ହେଇନି ୱାଚ୍ ଆୱାର କମ୍ପ୍ଲିଟ୍ ହେଇନି ତ ଚିନ୍ତା କଲେ ସେ ଯଦି ଭିଡ଼ିଓ ଅପଲୋଡ଼ କରି ଚେଷ୍ଟା କରିଥାନ୍ତା ତାହେଲେ ହେଇନଥାନ୍ତା ଲାଇଭ୍ରେ କେତେ ଘଣ୍ଟା ହେଉଛି ଅଛି 10 ଘଣ୍ଟା 12 ଘଣ୍ଟା ଆସିବି ନାହିଁ ତମେ ଭିଡ଼ିଓ ଅପଲୋଡ଼ କର ନା ଗୋଟେ ଭିଡ଼ିଓ ଯଦି ପଳେଇବ ମାନେ 500,000 ପଇସାରେ ପଳେଇ ଆସିବ ଆରେ ଭିଡ଼ିଓ କରିବ ମାନେ କ'ଣ ଆମେ କ'ଣ ଲଣ୍ଡନ ଇଂଲଣ୍ଡ ଯିବା ନା କ'ଣ এইটি আমার ওড়িশারে ଆମ ଗାଁ ଆମ ଟାଉନ ଭିତରେ ଆମେ ଭିଡ଼ିଓ କରିବା ବଢ଼ିଆ ବଢ଼ିଆ ଜାଗା ଅଛି ଆମର ଆମ ଘରେ ଏବେ ଭିଡ଼ିଓ କରିବା ପଖାଳ ଖାଇବା ଆଳୁ ପୋଡ଼ା ଖାଇବା ବାଇଗଣ ଚକଟା ଖାଇବା ଭାତ ଡାଲି କରିବା ଏଇ ଯେଉଁ ମାଛ ଚିକେନ କରୁଛେ ଏଇ ସବୁ ଖାଇକି ବ୍ଲଗ୍ କର
ସଜନା ଶାଗ ବାଡ଼ିରୁ ତୋଳିବେ, କେମିତି ତୋଳା ହେଲା ସେ ଜିନିଷ କରିବ, ଦେଶୀ ଜିନିଷ କରିବ। ହଁ, ଆଉ କ'ଣ ଭିଡ଼ିଓ କ'ଣ ଆମେରିକା ଯିବା ଲୋକ ଭିଡ଼ିଓ କରିବେ? କିଛି କିଛି ନାହିଁ, ଏଇଠି ସବୁ ଅଛି ଆପଣ ପାଖରେ। ଆପଣ ସେଇଟା କେମିତି ଦିମାଗ ଖଟେଇ କରିବେ, କେମିତି ଥମ୍ବନେଲ୍ କ'ଣ ଲେଖିବେ, ଲୋକ କେମିତି ଆଟ୍ରାକ୍ଟିଭ ଭିଡ଼ିଓ ଦେଖିବାକୁ, ସେଇଟା ଆପଣଙ୍କର ଦିମାଗ ଖଟେଇବା ଦରକାର। ଭିଡ଼ିଓଟା ଖାଲି କରିଦେଲେ ହେବନି, ଲାଇଭ୍ କରିଦେଲେ ହେବନି। ମୋ କଥା ବୁଝୁଛନ୍ତି ନା? ସଠିକ୍ କରିବାର ଅଛି। ଆଉ ଯେଉଁମାନଙ୍କ ମନେ ରଖୁଛନ୍ତି ନା ଯେ ମୁଁ ଖାଲି ସବସ୍କ୍ରାଇବ୍ ବଢ଼େଇଦିଏ, ମୋତେ ସବସ୍କ୍ରାଇବ୍ କରିଦିଏ, ସେ ଭୁଲ, ପାଗଳାମି, ଇଏ ଭଲ ନୁହଁ ମୋ ମତରେ। ଯେ ପ୍ରକୃତ ଜାଣିଥିବ ନା ୟୁଟ୍ୟୁବ୍ ବିଷୟରେ, ସେ କେବେ ସବସ୍କ୍ରାଇବ୍ ବଢ଼େଇବା ଚେଷ୍ଟା କରିବନି। ଭାଇ ଭିଡ଼ିଓ ଭିଉ ଗଲେ ସବୁ ହେଇଯିବ ଠିକ୍ଠାକ୍। ସବସ୍କ୍ରାଇବ୍ ବଢ଼ିବ, ଚ୍ୟାନେଲ୍ ଗ୍ରୋଥ୍ ହେବ, ୱାଚ୍ ଆୱାର୍ ବଢ଼ିବ, କିଛି ଅସୁବିଧା ନାହିଁ, ସବୁ ଠିକ୍ ହେଇଯିବ। କେବଳ ଗୋଟେ ଜିନିଷ ହେଉଛି ଭିଉ। ଲୋକ ଦେଖିବା ଦରକାର, ଭିଡ଼ିଓକୁ ଅଧିକ ସମୟ ଦେଖିବା ଦରକାର। ଆଉ ଯେଉଁମାନେ ନୂଆ ନୂଆ ଭିଡ଼ିଓ କରୁଛ, ବେସିକାଲି ୟୁଟ୍ୟୁବ୍ କରୁଛ, ଚ୍ୟାନେଲ୍ ମନିଟାଇଜ୍ ହେଇକି ଭଲ ମନ୍ଦ ୱାଚ୍ ଆୱାର୍ ଦରକାର, ଜମା 20 ମିନିଟ୍ 15 ମିନିଟ୍ ଭିଡ଼ିଓ କରନା, ମୋ କଥା ମାନିବେ। ସବୁବେଳେ କମ୍ ଭିତରେ ଭିଡ଼ିଓ କର, 5 ମିନିଟ୍ 7 ମିନିଟ୍ 8 ମିନିଟ୍ ଭିତରେ ଭିଡ଼ିଓ କର। 8 ମିନିଟ୍ ହେଉଛି ହେଲାଣି, 5-6 ମିନିଟ୍ ଭିତରେ ଭିଡ଼ିଓ କରନ୍ତୁ। କାରଣ ୟୁଟ୍ୟୁବ୍ ଚାହୁଁଛି ଯେଉଁ ଭିଡ଼ିଓ ଆପଣ କରିବେ ସେ ଭିଡ଼ିଓକୁ ଲୋକ ଅଧାରୁ ଅଧିକ ସମୟ ଦେଖିଲେ ସେ ଭାଇରାଲ୍ କରିବ। ଏକ୍ଜାମ୍ପଲ୍, ଆପଣ ଯଦି 12 ମିନିଟ୍ ଭିଡ଼ିଓ କରୁଛନ୍ତି, ଲୋକ ନିହାତି 7 ମିନିଟ୍ 8 ମିନିଟ୍ ଦେଖିବା ଦରକାର। ଆପଣ କରିଥିବେ 20 ମିନିଟ୍ ଭିଡ଼ିଓ, ଲୋକ ଦେଖିଥିବେ 2.5 ମିନିଟ୍ରେ କାଟିଦେବେ ସେ ଭିଡ଼ିଓକୁ, ଲାଭ କ'ଣ ଅଛି? ଯଦି 6 ମିନିଟ୍ର ଭିଡ଼ିଓକୁ 2.5 ମିନିଟ୍ ଦେଖିଲେ ତାର ଲାଭ ଅଛି, ହେଲା ଅଧା ଦେଖିଲେ ଲୋକ। ଯଦି 12 ମିନିଟ୍ କରିଥିବା ଭିଡ଼ିଓ ଲୋକ 2.5 ମିନିଟ୍ ଦେଖିଲେ, ସେ ତ ଅଧା ହେଲାନି, କେମିତି ହେଲା? ସେଇଥିଲାଗି କହି ତୁମେ କେଉଁ ଟାଇପ୍ର ଭିଡ଼ିଓ କରିବ, କେତେ ଡ୍ୟୁରେସନ୍ ଭିତରେ ଭିଡ଼ିଓ କରିବ, ଯଦି ଲୋକ ଅଧାରୁ ଅଧିକ ସମୟ ଦେଖିବା ପାଉଥିବ, ସେଟା 6 ମିନିଟ୍ 7 ମିନିଟ୍ ଭିତରେ ଭିଡ଼ିଓ କର, 5-7 ମିନିଟ୍ ଭିତରେ ଭିଡ଼ିଓ କର, ବଢ଼ିଆ ହେବ ଆପଣ ରେଚ୍। ଟାଇଟେଲ୍ଟା ଦିଅ, ଏମିତି ଟାଇଟେଲ୍ଟା ଦିଅ ଯେମିତି ଲୋକ ଟାଇଟେଲ୍କୁ ପ୍ରଥମେ କରି ଟଚ୍ କରିବେ। এইটা হচ্ছে টেকনিক। আপনার যে বি আপনার ফ্রেন্ডস রিলেটিভ ঘরে ইউট্ୟୁବ୍ କରୁଛନ୍ତି, ଆଉ ଯଦି ବି ଆପଣ ନିଜେ କିଏ କ୍ରିଏଟର ଅଛନ୍ତି ମୋ ଭିଡ଼ିଓ ଦେଖୁଛନ୍ତି, ତାହେଲେ ଦୟାକରି ସମସ୍ତେ ହାତ ଯୋଡ଼ୁଛି ଜମା ୟୁଟ୍ୟୁବ୍ ଲାଇଭ୍ ପଛରେ ପଳେଇବେ। ଆପଣ ଦେଖିବେ ଆଜିକାଲି ଦୁନିଆରେ ଯିଏ ତ ଇନଷ୍ଟାରେ ରିଲ୍ସ କରୁଛି କରୁଛି, ଯିଏ ଫେସବୁକ୍ରେ ବ୍ଲଗ୍ କରୁଛି କରୁଛି, ଛାଡ଼, ଯେଉଁମାନେ ୟୁଟ୍ୟୁବ୍ ପଛରେ ପଡ଼ୁଛନ୍ତି ନା, ଖାଲି ତାଙ୍କର ମୂଳ ଉଦ୍ଦେଶ୍ୟ ଭାଇ ମୋ ଲାଇଭ୍ ତୁମେ ଆସିବ, ମୋ ଲାଇଭ୍ ଆଜି 10ଟାରେ, ଅମକ ଯଦି ତୁମ ଲାଇଭ୍ ମୁଁ ଯାଇପାରିଲି, ଆରେ ତୁମର କ'ଣ ଲାଇଭ୍ ମୁଁ ଜାଣିପାରିନି, ଲାଇଭ୍ ୟୁଟ୍ୟୁବ୍ର ପବ୍ଲିକ୍ କରୁଛ, ତମେ ପବ୍ଲିକ୍ ମାନଙ୍କର, ତୁମର କ'ଣ ଲାଇଭ୍? ସେ ଜିନିଷ କିଛି ନାହିଁ। ଆମେ ଥରେ ୱାନ୍ସ କ୍ରିଏଟର ଜଣେ ଭିଡ଼ିଓ ଅପଲୋଡ଼ କରି ପବ୍ଲିକ୍ କରିଦେଲା ମାନେ ମୋର କିଛି ଅଧିକାର ନାହିଁ। ଏ ଲୋକମାନଙ୍କର, ଲୋକମାନଙ୍କ ଇଚ୍ଛା, ଲୋକମାନେ ଯାହା କମେଣ୍ଟ ଦେବେ ତାଙ୍କ ଉପରେ ଛାଡ଼ିଦିଅ, ଆମର କିଛି ତ କହିବାର ନାହିଁ। ଭିଡ଼ିଓ ଅପଲୋଡ଼ କର ନା, ଦେଖିବ ସିଏ ଯେଉଁ ମଜା ତ ଭାଇ, ଯେଉଁ ଭିଉ ଯିବ କେହି ଦେବେନି। ଖାଇକିରି ଶୋଇଥିବ, ସକାଳୁ ଉଠିଲେ ଭାଇରାଲ୍ ହେବ। ଖରାବେଳେ ଘଣ୍ଟାଏ ଖାଇକି ଶୋଇଥିବ ନା, ଉଠିଲା ବେଳକୁ ଭିଡ଼ିଓ ଦେଖିବ 5,000 ଭିଉ ହେଇଥିବ। ଏମିତି ଭିଡ଼ିଓ ଅପଲୋଡ଼ କର, ଆଉ ଭଲ ଭଲ ଟପିକ୍ କର, ଜମା ଲାଜ କରିବନି, କିଛି ଲାଜ ନାହିଁ, କେହି ଭାଇ ଦେବେନି, ଟଙ୍କାଟା ପଇସା କେହି ଦେବେନି। କି ଗୋଟେ ଭିଉ ଯଦି ନଯିବ କେହି ସପୋର୍ଟ କରି ଭିଉକୁ ଉଠେଇ ଦେବେନି ଉପରକୁ। ବଡ଼ ବଡ଼ ଚ୍ୟାନେଲ୍ ବି ଅଛନ୍ତି, ଦେଖିବେ ତାଙ୍କର ଭିଉ ଯାଉନି। ଆପଣ ବଡ଼ ବଡ଼ କମେଡି ଚ୍ୟାନେଲ୍ ଅଛନ୍ତି ଆମର, ଦେଖିବେ ତାଙ୍କର ବି ଯାଉନି। ଆଗରୁ ଯଦି ସେମାନଙ୍କର ଗୋଟେ ଦିନରେ 1.5 ମିଲିୟନ୍ ଭିଉ ପଳାଉଥିଲା ଗୋଟେ ରାତିରେ, ଏବେ ଦେଖିବେ 10 ଦିନକରେ 1 ମିଲିୟନ୍ ଭିଉ ଯାଉଛି। ତ ଲୋକ ଦିନକୁ ଦିନ ଅଲଗା ଅଲଗା ଭିଡ଼ିଓ ଦେଖିଲେ, ସବୁବେଳେ ଗୋଟେ କାଟାଗୋରୀ ଭିଡ଼ିଓ ଦେଖିଲେ ଭଲ ଲାଗୁନି। ତ ଆପଣମାନେ ଚେଷ୍ଟା କରନ୍ତୁ ଟିକେ ଭଲ କରିବାକୁ, କ'ଣଟା କଲେ ଆପଣଙ୍କ ଚ୍ୟାନେଲ୍ ଗ୍ରୋ ହେବ, କେମିତି ଭିଡ଼ିଓ ଅପଲୋଡ଼ କରିବେ, କେଉଁ ଟାଇପ୍ର ଥମ୍ବନେଲ୍ କରିବେ। ଆଉ ସବୁବେଳେ ମନେ ରଖନ୍ତୁ, ହାତ ଯୋଡ଼ି ସମସ୍ତଙ୍କୁ, ଭିଡ଼ିଓ ଭିତରେ ଯାହା ଅଛି ଥମ୍ବନେଲ୍ ସେଇଆ ରଖିବେ, ଏଥିରେ କିଛି କଥା ନାହିଁ। ସେମ୍ ଟୁ ସେମ୍, ଥମ୍ବନେଲ୍ ସେମ୍, ଭିଡ଼ିଓ ସେମ୍, नो ଚେଞ୍ଜ। ଆଉ ଦେଖେଇବି ଥମ୍ବନେଲ୍ରେ ଚିକେନ୍ ଖାଉଛି, ଭିଡ଼ିଓ ଖାଇଲା ବେଳକୁ ପଖାଳ ଆଳୁ ପୋଡ଼ା ଖାଉଥିବି, ସେମିତି ନାହିଁ। ଯାହା ଅଛି ସେଇଆ କର। କିନ୍ତୁ ସେଇଠି ବି ଅଛି, ଯଦି ଆପଣମାନେ ଥମ୍ବନେଲ୍ରେ ଚିକେନ୍ ରଖିଛନ୍ତି, ଗୋଟେ ବଡ଼ ଥାଳି ଦେହରେ କରିକି ବଡ଼ ଆକାର ଚିକେନ୍ ଧରିଛନ୍ତି, ଗୋଟେ ମାନେ କୁଣ୍ଡ ଭଳିଆ ଚିକେନ୍ ଧରିଛନ୍ତି, ବହେ ଚିକେନ୍ ଏତେ ଖଣ୍ଡେ, ସିଏ ଥମ୍ବନେଲ୍ ଲୋକ ଭାବି କ'ଣ ପୁଳାଏ ଚିକେନ୍ ଖାଉଛି, କିନ୍ତୁ ଖାଉଥିବେ ଆଳୁ ପୋଡ଼ା ଭାତ କଷାଏ, ସେଇଟା ପୁରା ବାରି ହେଇଯିବ ନା, ଯିଏ ବି ଦେଖିବ ଜାଣି ହେଇଯିବ। କିନ୍ତୁ ଯଦି ଗୋଟେ ତାଟିଆରେ ଚିକେନ୍ ଟିକେ ରଖିଦେଇଛନ୍ତି, ଆଉ ଗୋଟେ କଷାରେ ଆଳୁ ପୋଡ଼ା ଭାତ ଖାଉଛନ୍ତି ଧରିକି, ସେଇଟା ହଁ ଗୋଟେ ଆଇଟମ୍ ନାହିଁ, ଲୋକ ଆଡ଼ଜଷ୍ଟ କରିଦେବେ, ଜାଣି ହେବନି। କିନ୍ତୁ ଯଦି ଏଇଟାକୁ ନଜର କଲା ଲୋକ, ତାହେଲେ ସେ ଲୋକ କ'ଣ କହିବେ କୁହନ୍ତୁ? ଏବଂ ସମସ୍ତେ ଗୋଟେ କାମ କରନ୍ତୁ, ସଠିକ୍ ଜିନିଷ ବୁଝନ୍ତୁ, କ'ଣ ଆ ଭିତରେ ଅଛି, ନିହାତି ସକ୍ସେସ୍ ଅଛି, ସକ୍ସେସ୍ ପଛରେ ପଡ଼। ଆଉ ଏ ଫାଲତୁ ଧନ୍ଦାରେ ପଡ଼ ନା, ଜମା ଏଇସବୁ ମୁଣ୍ଡରେ ପୁରାଅ ନା। ଲାଇଭ୍ କର, ଲାଇଭ୍ କରିବାକୁ ମନା ନାହିଁ, ଲାଇଭ୍ କଲେ ବି ଅଡ଼ିଏନ୍ସ ସହିତ ମଝିରେ ମଝିରେ ଆମେ କଣ୍ଟାକ୍ଟ ରହିବା, ସେମାନଙ୍କର ଇଚ୍ଛା କ'ଣ କହୁଛନ୍ତି, କେଉଁଭଳି ଭିଡ଼ିଓ ଦରକାର, କେଉଁଭଳି ମତାମତ ତାଙ୍କର ଅଛି, କେଉଁ ଭିଡ଼ିଓ ଆମର ତାଙ୍କୁ ଭଲ ଲାଗିଥିଲା, ବେଶୀ ଭଲ ପାଇବା ଦେଇଛନ୍ତି ସେ କହୁଥିଲେ, ସବୁର ମତାମତ ଯୋଗାଯୋଗ ହେଇପାରିବ। କିନ୍ତୁ ସେଇଟା ହେଇପାରିବନି ତା ଦେହରେ ଅହରହ ବୁଡ଼ି ରୁହ ନା। ମୁଁ ଦେଖିଛି ଲୋକ ଏମିତି ଲାଇଭ୍କୁ ଭଲ ପାଆନ୍ତି ନା, ଠାକୁର ପୂଜା କରୁଥିବେ ଲାଇଭ୍ କରୁଥିବେ, ରୋଷେଇ କରୁଥିବେ ଲାଇଭ୍ ଚାଲିଥିବ, କ'ଣ ସେ ଲାଇଭ୍ରେ ମିଳୁଛି? ଲାଇଭ୍ରେ ପଡ଼ିଥିବେ 2 ଜଣ, ସେ କୁଆଡ଼ୁ ପାଇବ ଭାଇ? ଲାଇଭ୍ରେ ପଡ଼ିଥିବେ 3 ଜଣ, କହି ଥକି ଯାଇ ମୁଣ୍ଡ ପିଟି ଯାଉଥିବ ଯେ ଅଧଘଣ୍ଟା ପରେ ଜଣେ ଲାଇଭ୍ କରୁଥିବ, ସେ କୁଆଡ଼େ ପାଇବ? ସେମିତି ଲାଇଭ୍ରେ କିଛି ନାହିଁ, ଖାଲି ମନ ବୁଝିବାକୁ ମୁଁ ଆଜି ଗାଧୋଇ ପୂଜେଇ ସଜ ହେଇକି ଲାଇଭ୍ ଆସିବି, ମୋର ଭିଡ଼ିଓ ଯିବ, ବେକାର, ସେଟା କିଛି ଲାଭ ନାହିଁ ଭାଇ।
500 ভিউ যাଉ ନା ଗୋଟେ ଭିଡ଼ିଓ ଅପଲୋଡ଼ କର 500 ଭିଉ ଯାଉ ସେ 500 ଭିଉ ବି କଥା କହିବ ଭାଇ ଏ ଲାଇଭ୍ କଥା କହିବନି ଜାଣିଲେ ନା ଏହା କରନ୍ତୁ ନିଶ୍ଚିନ୍ତ ଆପଣମାନେ ସଫଳ ଦେବେ ତ ସମସ୍ତଙ୍କୁ ଅନୁରୋଧ ଯଦି ଏଇ ଭିଡ଼ିଓରେ କିଛି ଆପଣ ଶିକ୍ଷା ମିଳିଲା ଜାଣିଲେ ବା ବୁଝିଲେ ୟୁଟ୍ୟୁବରେ ଏତିକି କିଛି ନିୟମ ଅଛି ରୁଲ୍ସ ଅଛି ତ ଆପଣମାନେ କାମରେ ଲଗାନ୍ତୁ ଆପଣମାନଙ୍କ ଫ୍ରେଣ୍ଡସ୍ ରିଲେଟିଭ୍ ସର୍କଲ୍ ଭିତରେ ଯିଏ ଅଛନ୍ତି ତାକୁ ନିହାତି କୁହନ୍ତୁ ଦରକାର ପଡ଼ୁଛି ଯଦି ମୋ ଭିଡ଼ିଓ ତାକୁ ଟିକେ ସେୟାର କରନ୍ତୁ ଦେଖନ୍ତୁ ଯଦି ଭଲ ଲାଗେ ଭିଡ଼ିଓକୁ ଲାଇକ୍ କରିବେ ଆଉ ଏମିତି ଯଦି ନୂଆ ନୂଆ ଭିଡ଼ିଓ ଦେଖିବାକୁ ଚାହିଁବେ ନା ମୋ ଚ୍ୟାନେଲରେ ଚ୍ୟାନେଲଟା ଟିକେ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍କୁ ଯେଉଁ ବେଲ୍ ଆଇକନ୍ ଅଛି ସେଇଟା ଟିକେ ଦବେଇବେ ଯାହାଦ୍ୱାରା ଯେତେବେଳେ ନୂଆ ଭିଡ଼ିଓ ଅପଲୋଡ଼ କରି ଆପଣମାନେ ସର୍ବପ୍ରଥମେ ଦେଖିବେ କେହି ନ ଦେଖିଲେ ଆପଣମାନେ ଆଗେ ଦେଖିବେ କାରଣ ବାକି ଖାତା ଯିଏ କରିଛି ଦୋକାନରେ ତାର ପ୍ରଥମ ସଉଦା ସତ କଥା ଖାତା କରିଛି ଟି ବାକି ଖାତା କରିଛି ମାନେ ଭାଇ ଆଗେ ଗରାକ ବନ୍ଧା ମରିଛି ସଉଦା ନେବା କଥା ଫାଇନାଲ ତାପରେ ଯେଉଁ କଥା କାରଣ ମୋ ଭରସାରେ ସେ ଖାତା କରିଛି ସବସ୍କ୍ରାଇବ୍ ଯିଏ କରିଛି ମାନେ ଆଗେ ଭିଡ଼ିଓ ସିଏ ଦେଖିବ ତାପରେ ୟୁଟ୍ୟୁବ କାହାକୁ ଛାଡ଼ିଦେବ 100% ଯିଏ ସବସ୍କ୍ରାଇବ୍ କରିଛି ପ୍ରଥମ ଭିଡ଼ିଓ ତାହାକୁ ଯିବ ତାପରେ କାହାକୁ ରେକମେଣ୍ଡ କର ଦେଖ ଯୋଜନା ହେଉଛି ୟୁଟ୍ୟୁବ ଛାଡ଼ିଦେବି କଥା ମାନେ କଥା ଆପଣ ସବସ୍କ୍ରାଇବ୍ କରିବେ ଯଦି ଆଗେ ଭିଡ଼ିଓ ଦେଖିବେ ଯଦି ସବସ୍କ୍ରାଇବ୍ ନାହିଁ ତ ପଛେ ଭିଡ଼ିଓ ଦେଖିବେ ଯେବେ ଆପଣ ୟୁଟ୍ୟୁବ ରେକମେଣ୍ଡ କରିବ ଯଦି ଭିଡ଼ିଓ ଭାଇରାଲ ହେଲେ ଆପଣମାନେ ଦେଖିବେ ଯଦି ଭାଇରାଲ ନ ହେଉଛି ଆପଣମାନେ କେମିତି ଯାଇପାରିବେ ସିଓର ରହିଲି ନମସ୍କାର ଜୟ ଜଗନ୍ନାଥ।